ଯୀଶୁ ଚାହିଁଥିଲେ ଗୋଟିଏ ମୁହୂର୍ତ୍ତରେ ସ୍ୱର୍ଗର ଦୂତମାନଙ୍କୁ ଡାକି ନିଜକୁ ରକ୍ଷା କରିପାରିଥାନ୍ତେ, କିନ୍ତୁ ସେ ତାହା କଲେ ନାହିଁ। କାହିଁକି? ପ୍ରଥମ କାରଣ, ଏହା ପିତାଙ୍କର ଇଚ୍ଛା ଥିଲା। ଦ୍ୱିତୀୟ କାରଣ, ସେ ନିଜେ ଏହାକୁ ସ୍ୱୀକାର କଲେ। ହେ ପିତା, ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ। ସେ ଅପମାନ ସହିଲେ, ପରିହାସ ସହିଲେ, ନିର୍ଦ୍ଦୟ ପ୍ରହାର ସହିଲେ, କଣ୍ଟାର ମୁକୁଟ ପିନ୍ଧିଲେ ଏବଂ ଭାରି କ୍ରୁଶକୁ ନିଜ କାନ୍ଧରେ ବୋହି କାଲବରୀ ପାହାଡ଼ ଚଢ଼ିଲେ। ତାଙ୍କ ହସ୍ତ ଓ ପାଦରେ କଣ୍ଟାବିଦ୍ଧ କରାଗଲା। ଏହା ଥିଲା ତାଙ୍କ ଏକ ଅତ୍ୟନ୍ତ ଯନ୍ତ୍ରଣାମୟ ଯାତ୍ରା, ଯାହା ସେ କେବଳ ଆମ ପାଇଁ ସହିଲେ। ତଥାପି ସେ କହିଲେ, ପିତା, ଏମାନଙ୍କୁ କ୍ଷମା କର। କିନ୍ତୁ ସବୁଠାରୁ ବଡ଼ ବେଦନା ଥିଲା, ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମେ କାହିଁକି ମୋତେ ପରିତ୍ୟାଗ କଲ? ପ୍ରତ୍ୟେକ ସ୍ନାୟୁରେ ଅସହ୍ୟ ବେଦନା ସେ କ୍ରୁଶରେ ଆମ ପାଇଁ ସହିଲେ। ତାଙ୍କୁ ଦିଆଯାଇଥିବା ପ୍ରତ୍ୟେକ ଆଘାତ ଆମ ସମସ୍ତଙ୍କ ପରିତ୍ରାଣ ଉଦ୍ଦେଶ୍ୟରେ ଥିଲା। ଯେଉଁ ନରକଦଣ୍ଡ ଆମେ ପାଇବାର ଥିଲା, ସେହି ନରକତୁଲ୍ୟ ଯନ୍ତ୍ରଣାକୁ ସେ ଏହି ଜଗତରେ ନିଜ ଦେହରେ ସହିଲେ, ଯେପରି ଆମ୍ଭେମାନେ ପାପର ବନ୍ଧନରୁ ମୁକ୍ତି ପାଇ ଅନନ୍ତ ଜୀବନର ଅଧିକାରୀ ହେବା। ସେ ଜାଣିଲେ ସବୁ ପୂର୍ଣ୍ଣ ହୋଇଛି। ଶେଷରେ ସେ କହିଲେ, ସମାପ୍ତ ହେଲା, ଏବଂ ନତମସ୍ତକ ହୋଇ ସେ ପ୍ରାଣ ତ୍ୟାଗ କଲେ। ସେ ଆମ ପାଇଁ ନିଜ ଜୀବନ ଦେଲେ। କ'ଣ ଆପଣ ଏହି ବଳିଦାନକୁ ମାନୁଛନ୍ତି? ଯଦି ହଁ, ତେବେ କମେଣ୍ଟରେ ଲେଖନ୍ତୁ ଆମେନ୍।